ମୟୂରଭଞ୍ଜର ଗର୍ବ ଓ ଗୌରବ ହେଲେ ଇସ୍ରୋର ନବନିଯୁକ୍ତ ଟେକ୍ନିସିଆନ୍ ବି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ନିପାଣିଆ ଗ୍ରାମର ଶିଶିର ବାନ୍ଦିଆ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ଶିଶିର ବାନ୍ଦିଆ ଇସ୍ରୋରେ ଜଣେ ଟେକ୍ନିସିଆନ୍ ବି ଭାବେ ନିଯୁକ୍ତି ପାଇ କେବଳ ଠାକୁରମୁଣ୍ଡା ଅଞ୍ଚଳ ନୁହଁ ମୟୂରଭଞ୍ଜ ଜିଲ୍ଲାର ଗର୍ବ ଓ ଗୌରବ ହୋଇଛନ୍ତି। ଠାକୁରମୁଣ୍ଡା ବ୍ଲକ ନିପାଣିଆ ଗ୍ରାମ ନିବାସୀ ରାମଲାଲ ବାନ୍ଦିଆଙ୍କ ସୁପୁତ୍ର 27 ବର୍ଷୀୟ ଶିଶିର ବାନ୍ଦିଆ ଭୁବନେଶ୍ୱରରେ ବିଦ୍ୟାଧ୍ୟୟନ କରି କଟକରେ ITI ଏବଂ ପରେ ଡିପ୍ଲୋମା କୋର୍ସ ସାରିଥିଲେ। ପରବର୍ତ୍ତୀ ସମୟରେ ସେ ଡିପ୍ଲୋମା କରି ମୋବାଇଲରେ ସେହି ପାଠ ଅନଲାଇନରେ ପଢ଼ୁଥିଲେ। ତେବେ ସେ ସେଥିରେ କୃତକାର୍ଯ୍ୟ ହୋଇ ଏବେ ଇସ୍ରୋରେ ଜଣେ ଟେକ୍ନିସିଆନ୍ ବି ଭାବେ ଯୋଗ ଦେଇଥିବା ଜଣାଯାଇଛି। ଶିଶିର ଇସ୍ରୋରେ ଅବସ୍ଥାପିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବାର ଜଣାଯାଇଛି। ଶିଶିରଙ୍କ ବାପା କଟକର ଏକ ଅନାଥ ଆଶ୍ରମରେ ଚାକିରି କରୁଥିବା ବେଳେ ଶିଶିର ଶିକ୍ଷା ଲାଭ କରି ଏଭଳି କୃତକାର୍ଯ୍ୟ ହାସଲ କରିଥିବା ବେଳେ ତାଙ୍କ ମା ମିଞ୍ଜାରୀ ବାନ୍ଦିଆ ଓ ବଡ଼ ଭଉଣୀ ତଥା ଦିଗ୍ଧର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମୌସୁମୀ ବାନ୍ଦିଆ ମଧ୍ୟ ତାଙ୍କର ପାଠପଢ଼ା ଆଦି ସମ୍ପର୍କରେ ବୁଝାସୁଝା କରୁଥିଲେ। ପିତାମାତାଙ୍କ ପ୍ରେରଣାରେ ସେ ଏଭଳି ସଫଳତା ହାସଲ କରିଛନ୍ତି ବୋଲି ଶିଶିର ପ୍ରକାଶ କରିଛନ୍ତି। ସେ ଇସ୍ରୋରେ ଭଲ ପ୍ରଦର୍ଶନ କରି ମୟୂରଭଞ୍ଜ ତଥା ରାଜ୍ୟକୁ ବେଶ ଗୌରବାନ୍ୱିତ କରିବେ ବୋଲି କହିଛନ୍ତି। ଆମ ଚ୍ୟାନେଲ SR ନ୍ୟୁଜ୍ ଏକ୍ସପ୍ରେସ୍ ପକ୍ଷରୁ ଶିଶିର ବାନ୍ଦିଆଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଉଛୁ। ମୟୂରଭଞ୍ଜ ଠାକୁରମୁଣ୍ଡାରୁ ଶେଖ ରାଜୁଙ୍କ ରିପୋର୍ଟ SR ନ୍ୟୁଜ୍ ଏକ୍ସପ୍ରେସ୍।